ଦେବାଶୀ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ farming.com କୁ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ଯେ କିଛି ମାସ ପୂର୍ବରୁ ମୁଁ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ଟି ଖୋଲିଥିଲି ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ମୁଁ ମୋର କୁକୁଡ଼ା ଫାର୍ମ ଦେଶୀ କୁକୁଡ଼ା ଫାର୍ମରେ ଘଟୁଥିବା ଦୈନନ୍ଦିନ କାର୍ଯ୍ୟ ବିବରଣୀ ବିଷୟରେ ଆପଣମାନଙ୍କୁ ଅବଗତ କରାଉଥିଲି। ଦେଶୀ କୁକୁଡ଼ାର ଚିକ୍ସ ମାନେ ଆଣିବା ଦିନଠାରୁ ସେମାନଙ୍କର ବିକ୍ରି ପର୍ଯ୍ୟନ୍ତ ତାହାର ଲାଳନ ପାଳନ ଭିଡ଼ିଓ, ସେମାନେ କେତେବେଳେ ଭ୍ୟାକ୍ସିନ୍, କେତେବେଳେ ମେଡ଼ିସିନ୍ସ ଆଣ୍ଡ କେତେବେଳେ ତାଙ୍କର ଫିଡ଼୍ସ ଦେବା କଥା ମୁଁ ମୋର ଭିଡ଼ିଓ ମାଧ୍ୟମରେ ଅପଡ଼େଟ୍ ଦେଇଥାଏ ଏବଂ ବହୁତ ଲୋକ ମଧ୍ୟ ଏଥିରୁ ବହୁତ ହେଲ୍ପ ପାଇଥାନ୍ତି। ଏବଂ କିଛି ମାସ ପୂର୍ବରୁ ମୋର ସେକେଣ୍ଡ ନମ୍ବର ବ୍ୟାଚ୍ଟି ମୋର ରୋଗ ଲାଗିକି ନଷ୍ଟ ହୋଇଗଲା ଏବଂ ଏହାର କାରଣ ଥିଲା ଯେ ଏବଂ ବହୁତ ଗୁଡ଼ିଏ ଲୋକ ମୋତେ କମେଣ୍ଟ କରିଥିଲେ ଯେ ଏହାର ନିରାକରଣ କ'ଣ, ଏଇଟା କେମିତି ହେଇଥିଲା। ଏବଂ ତା ପଛରେ ମୁଁ ମଧ୍ୟ ନୂଆ ଫାର୍ମର ଥିଲି ଯେହେତୁ ମୋର ଏତେ ଆଇଡ଼ିଆ ନଥିଲା ଯେ ହଠାତ୍ କେମିତି ହେଇଗଲା। ଆକ୍ଚୁଆଲି ହଠାତ୍ ଏଇଟା ହେଇନଥିଲା, ଏଇଟା ଆକ୍ଚୁଆଲି 2-3 ଦିନ ପୂର୍ବରୁ ଏହାର ଷ୍ଟାର୍ଟ ହେଇଯାଇଥିଲା। ଆମ ଗାଁ ପାଖରେ ଗୋଟେ ମଧ୍ୟ କୁକୁଡ଼ା ଫାର୍ମ ଅଛି ଯେଉଁଟା ହେଉଛି ବ୍ଲୟର ଫାର୍ମଟା। ସେଇ ବ୍ଲୟର ଫାର୍ମରେ ମଧ୍ୟ CRD ହୋଇଥିଲା, କାରଣ ଭୀଷଣ CRD ଯୋଗୁଁ ତାର ମଧ୍ୟ ବହୁତ କୁକୁଡ଼ା ନଷ୍ଟ ହେଇଗଲା ଏବଂ ସେ ଫାର୍ମ ମଧ୍ୟ ଆଜି ପର୍ଯ୍ୟନ୍ତ ବନ୍ଦ ହେଇ ରହିଛି। ତ ସେଇଠାରୁ ଆମ ଗାଁ ପାଖରେ ଯେହେତୁ ସେଠାରୁ କୁକୁଡ଼ା ମଧ୍ୟ କିଣିବା ପାଇଁ ଆସନ୍ତି ଲୋକ, ତ ସେଇ ମାଧ୍ୟମରେ କିଛି କଣ୍ଟାକ୍ଟ ଯୋଗୁଁ ହେଇଯାଇଛି ଏଇଟା, ଯେହେତୁ କଣ୍ଟାଜିୟସ୍ ରୋଗଟା, ତ ସେଇଟା ବି ମୋ ଠାରେ ମଧ୍ୟ ଆସିକି ବ୍ୟାପିଗଲା ଏବଂ ମୋ ସହିତ ଆମ ଗାଁରେ ଆମ ଯେମିତି ଘରେ ଘରେ ରଖିଥାନ୍ତି କୁକୁଡ଼ା, ସେ ସମସ୍ତ କୁକୁଡ଼ା ମଧ୍ୟ ନଷ୍ଟ ହୋଇଗଲେ। ତ ତାପରେ ବହୁତ ଗୁଡ଼ିଏ ଲୋକ ଭିଡ଼ିଓରେ କମେଣ୍ଟ କଲେ ଯେ ଆପଣ ଜାଣିନାହାନ୍ତି, ଆପଣ ଯତ୍ନ ଠିକ୍ସେ ନେଇପାରିଲେ ନାହିଁ, ଆପଣ ଜାଣିନାହାନ୍ତି, ଖାଲି ୟୁଟ୍ୟୁବରେ ଭିଡ଼ିଓ କରୁଛନ୍ତି। ତ ଆରେ ଭାଇ, କୁକୁଡ଼ା ନଷ୍ଟ ହେଇଯିବାଟା ବଡ଼ କଥା ନା, ଆମେ ସେଥିରୁ କିଛି ଶିଖିପାରିଲେ, ସେଇଟା ମୋର ନଷ୍ଟ ହେଲା। ତ ଯେହେତୁ ମୁଁ ନୂଆ ଚାଷୀ ଥିଲି, ମୁଁ ଜାଣିନଥିଲି ଯେ କେମିତି କ'ଣ କରାଯିବ। ଏବଂ ଆଉ ଗୋଟେ କଥା ଯେ ଏମାନେ ହେଉଛନ୍ତି କଞ୍ଚାମାଲ ଜିନିଷ, ଦିଜ୍ ଆର୍ ନଟ୍ ମ୍ୟାନୁଫ୍ୟାକ୍ଚର୍ଡ଼। ସୋ ଆମେ ସେଗୁଡ଼ାକୁ ଯେତେ ଦିନ ପର୍ଯ୍ୟନ୍ତ ଚାହିଁବା ରଖିପାରିବା। କାରଣ ପରିବା ଚାଷ ଯେମିତି, ପରିବା ଚାଷରେ କେତେବେଳେ ନଷ୍ଟ ହୋଇଯିବ, କେତେବେଳେ ପ୍ରଫିଟ୍ ମିଳିବ କିଛି କହିହେବନି। ସେଭଳିଆ ଆମର କୁକୁଡ଼ା ଜାତି ହେଲା, ମାଛ ହେଲା, ଛେଳି ଚାଷ ହେଲା, ଏଗୁଡ଼ାକରେ କେତେବେଳେ ରୋଗ ଲାଗିଯିବ କିଛି କହିହେବନି। ଭାଇ ମଣିଷ କଥା ତ କହିହେବନି, କୁକୁଡ଼ାମାନଙ୍କ କଥା କ'ଣ କହିବା। ମଣିଷକୁ ମଧ୍ୟ କେତେବେଳେ ହାର୍ଟ ଆଟାକ୍ ଆସିଯାଉଛି, ତ ଯେମିତି କୁହାଯାଉଛି ଆଜିର ଜୀବନ କାଲିକି ନାହିଁ। ସୋ ସେଇଭଳିଆ କେତେବେଳେ କ'ଣ ଡିଜିଜ୍ ଲାଗିଯିବ କେହି କହିପାରିବେ ନାହିଁ। ଯେତେ ସତର୍କତା ଅବଲମ୍ବନ କଲେ ମଧ୍ୟ ରୋଗଟା ଲାଗିବା ଦରକାର। ତା ତ ପୁଣି ମୁଁ ନ୍ୟୁ ବିଗିନର୍ ଜଣେ ଥିଲି, ତ ସେଟାର ଏକ୍ସପିରିଏନ୍ସ ମଧ୍ୟ ହେଇଗଲା। ତ ବର୍ତ୍ତମାନ ମୁଁ ଆରମ୍ଭ କରୁଛି ନୂଆ ସିରିଜ୍, ମାନେ ଭିଡ଼ିଓ ବନେଇବା ପୁଣି ଷ୍ଟାର୍ଟ କରୁଛି 3-4 ମାସ ପରେ। ଏବଂ ଏହି ଭିଡ଼ିଓ ମାଧ୍ୟମରେ ବହୁତ ଲୋକ ମୋତେ କମେଣ୍ଟ କଲେ ଯେ ଭାଇ ଆଉ ଥରେ ଭିଡ଼ିଓ ବନାନ୍ତୁ, ଆମେ ନୂଆ ଆପଣ ରିସର୍ଚ୍ଚ କରି ଆପଣ ଜଣାନ୍ତୁ ଯେ କୁକୁଡ଼ାର ଏଇ ରୋଗ ହେଉଛି, ଏଇଭଳିଆ କେମିତି କ'ଣ କରିବା। ତ ତାହାର ହେଲ୍ପ ପାଇଁ ମୁଁ ପୁଣି ଆଉ ଥରେ ଭିଡ଼ିଓ ଷ୍ଟାର୍ଟ କରୁଛି ଏବଂ ମୁଁ କୁକୁଡ଼ା ମଧ୍ୟ ନୂଆ ବ୍ୟାଚ୍ ଆସୁଛି, FFG ନୂଆ ବ୍ୟାଚ୍ ଷ୍ଟାର୍ଟ କରୁଛି। ସେଇଟା ମଧ୍ୟ ଶୀଘ୍ର ଭିଡ଼ିଓ ବନେଇବା, କୁକୁଡ଼ା ଆସିଗଲା ପରେ। ତ କାମ ଚାଲିଛି, 2-3 ଦିନ ଭିତରେ ଆମେ ଅପଡ଼େଟ୍ ଦେଇଦେବି ଯେ କେବେ ଆସିଯିବ। ଏବଂ ଆମେ ଏଇ ଭିଡ଼ିଓ ସିରିଜ୍ରେ ଟୋଟାଲି ସିଜନ୍ ୱାଇଜ୍ ଆମେ ସମସ୍ତ କୁକୁଡ଼ାମାନଙ୍କର ଡିଜିଜ୍ ଡିସ୍କସ୍ କରିବା ଏବଂ ଭେରି ଇମ୍ପୋର୍ଟାଣ୍ଟ ଯେଉଁ ମେଡ଼ିସିନ୍ସ ରହୁଛି, ଭ୍ୟାକ୍ସିନ୍ସ ରହୁଛି, ତାକୁ ଡିସ୍କସନ୍ କରିବା। ଫାଲତୁ ଚିଜ୍ କିଛି ଆମେ ଡିସ୍କସନ୍ସ କରିବା ନାହିଁ। ଏବଂ ଗୋଟେ କଥା ରହିଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦ୍ୟାନ୍ କ୍ୟୁର୍, ସେଇଟାକୁ ଆମେ ଅବଲମ୍ବନ କରିପାରିବା। ଆଣ୍ଡ ରେଷ୍ଟ ଇଜ୍ ଅନ୍ ଗଡ଼୍, ଯାହା ହେବ ଭଗବାନଙ୍କ ହାତରେ ଅଛି। ସୋ ଆଇ ହୋପ୍ ମୋତେ ଆପଣମାନେ ସପୋର୍ଟ କରିବେ। ରହିଲି, ଧନ୍ୟବାଦ।